ଗୋଟିଏ ଗାଁର ନଦୀ କୂଳରେ ଗୋଟେ ଛୋଟ ପରିବାରଟେ ରହୁଥିଲା। ସେହି ପରିବାରରେ ରମେଶ ନାମକ ଜଣେ ଧୋବା ଏବଂ ତାର ପୁଅ ରାଜୁ ସହିତ ରହୁଥିଲା। ଗୋଟେ ଦିନ ରମେଶ କାମକୁ ଯିବାକୁ ବାହାରୁଥିବା ସମୟରେ ତା ପୁଅ ରାଜୁକୁ ଡାକି କହିଲା, ରାଜୁ, ଆରେ ପୁଅ ରାଜୁ, ଏଠିକି ଆସିଲୁ। ଆରେ ହଁ ପିତାଜୀ, ଆସିଗଲି। ମତେ ଏତେ ସକାଳୁ ସକାଳୁ କ'ଣ ପାଇଁ ଡାକୁଛ? କଥା କ'ଣ? ଆରେ ଦେଖ ପୁଅ, ତୁ ଏବେ ବଡ ହେଇଗଲୁଣି। ମୁଁ ଚାହୁଁଛି ତୁ ମୋଠାରୁ କପଡା ଧୁଆ କାମ ଶିଖିନେ। ଦେଖ ପୁଅ, ଆମେ 2 ଜଣ ମିଶି କାମ କରିବା। 2 ଜଣ ମିଶି କାମ କଲେ ଘରକୁ 4 ପଇସା ଅଧିକ ଆସିବ ନା। ଓହୋ ପିତାଜୀ, ମୁଁ ତମକୁ କେତେଥର କହିଛି ମୁଁ ଏ କପଡ଼ା ଧୁଆ କାମ କରିପାରିବି ନାହିଁ। ଆରେ ତୁ ଏ କ'ଣ କହୁଛୁ ପୁଅ? ଓହୋ ପିତାଜୀ, ମୁଁ ତମକୁ କେତେଥର କହିବି ମତେ ବେପାର କରିବାର ଅଛି। ମୋର ଏ ଛୋଟ ମୋଟ କାମରେ ମୋ ଜୀବନ ବର୍ବାଦ କରିବାର ନାହିଁ। ବେପାର? ପୁଣି ବଡ ବେପାର? ଦେଖ ପୁଅ, ଆମ ପାଖରେ ଯେତିକି ପଇସା ଅଛି ନା, କେବଳ ଘର ଚଳେଇବା ପାଇଁ ଆଉ ଖାଇବା ପାଇଁ, ବେପାର ପାଇଁ ନୁହଁ। ହଁ ଠିକ୍ ଅଛି। ତମର ମତେ ପଇସା ଦେବା ଦରକାର ନାହିଁ। ମୁଁ ନିଜେ କମେଇ ନେବି ପଇସା। ଯଦି ପଇସା ନ କମେଇ ପାରେ କିଛି ନା କିଛି ରାସ୍ତା ବାହାର କରିବି, ହେଲେ ମୋ ଦ୍ୱାରା ଏ କପଡ଼ା ଧୁଆ କାମ ହେବ ନାହିଁ। ଏତିକି କହି ରାଜୁ ସେଠାରୁ ଚାଲିଗଲା। ସେ କିଛି କାମ ଧନ୍ଦା ନ କରି ତା ସାଙ୍ଗମାନ ସହିତ ଗୁଲି ଖଟି ଗପ କରି ଦିନ ବିତାଉଥିଲା। ତା ପିତା ଯେତେବେଳେ ତାକୁ କାମ ବିଷୟରେ କୁହନ୍ତି, ସେ ସେଇ ଗୋଟେ କଥା ହିଁ କହୁଥିଲା। ଆରେ ପିତାଜୀ, ମୁଁ ତମକୁ କେତେଥର କହିବି ମୋର ଏ କପଡ଼ା ଧୁଆ ଧୁଇ କାମ କରିବାର ନାହିଁ। ମତେ ତ ବେପାର କରିବାର ଅଛି, ବେପାର। ରମେଶ ତା ପୁଅ ରାଜୁର ମୁହଁରୁ ସେଇ ଗୋଟେ କଥା ଶୁଣି ଶୁଣି ବହୁତ ଚିନ୍ତାରେ ପଡ଼ିଯାଇଥିଲା। ତାକୁ ଜଣାଥିଲା କି ରାଜୁ ତାକୁ ମନଗଢ଼ା କାହାଣୀ ଶୁଣାଉଛି। ଗୋଟେ ଦିନ ରମେଶ ତା ପୁଅକୁ ଡାକି କହିଲା, ଦେଖ ପୁଅ, ତୋର ଏ କପଡା ଧୁଆ କାମ କରିବାରେ ଇଚ୍ଛା ନାହିଁ ନା? ତାହେଲେ ଠିକ ଅଛି, ତୁ ସେ କାମ ନ କର। ହେଲେ ମୁଁ ସାହୁକାରଙ୍କ ପାଖରେ ତୋ ପାଇଁ ଗୋଟେ କାମ ବୁଝିଦେବି, ତୁ ସେଇଠାରେ କାମ କରିବୁ। ଏଥର ରାଜୁ ତା ପିତାଙ୍କୁ ମନା କରିପାରିଲା ନାହିଁ। ସେ ସାହୁକାରଙ୍କ ପାଖରେ ଚାକିରି କରିବାକୁ ଲାଗିଲା। ଏମିତି କିଛି ଦିନ ପରେ ସାହୁକାର ରାଜୁକୁ କାମରୁ ବାହାର କରିଦେଲେ। ଯେତେବେଳେ ରାଜୁର ବାପା ସାହୁକାରଙ୍କୁ ପଚାରିଲେ ତ ସାହୁକାର କହିଲେ, ଆଚ୍ଛା ରମେଶ, ତମ ପୁଅର କ'ଣ କାମ ଫାମ କରିବାରେ ମନ ଲାଗେନି ନା କ'ଣ? ମୁଁ ତାକୁ ଯେତେ କାମ ଦେଲି ସେ କାମ ହିଁ କରୁନଥିଲା। ଏ ବହୁତ ଅଳସୁଆ ଏବଂ ନିକମା ଅଟେ। ତାକୁ ତ ମୋ ଦୋକାନରେ ରଖି କିଛି ଲାଭ ନାହିଁ। ମୁଁ ତାକୁ ଦୋକାନରେ ରଖି କ'ଣ କରିବି? ସାହୁକାର ମୁହଁରୁ ଏସବୁ କଥା ଶୁଣି ରମେଶ ବହୁତ ମନ ଦୁଃଖ କଲା। ସେ ସେଠାରୁ ଘରକୁ ଆସି ରାଜୁକୁ ପଚାରିଲା, ପୁଅ, ମୁଁ ତୋ ପାଇଁ ବହୁତ କଷ୍ଟରେ ସାହୁକାରଙ୍କ ପାଖରେ କାମ ବୁଝିଥିଲି, ହେଲେ ତୁ ଏ କ'ଣ କଲୁ? ତୁ ଯଦି ଏମିତି କରିବୁ ତ ଭବିଷ୍ୟତ କ'ଣ ହେବ? ଓହୋ ପିତାଜୀ, ସାହୁକାର ମତେ କାମରୁ ବାହାର କରିଦେଲେ ତ କ'ଣ ହେଲା? ସେ କ'ଣ ଏକା ସାହୁକାର? ଆଉ କ'ଣ ମତେ କେଉଁଠାରେ କାମ ମିଳିବ ନାହିଁ? ଫାଲତୁରେ ତମେ କଥାବାର୍ତ୍ତା କରୁଛ। ମୁଁ କ'ଣ କରିବି ନ କରିବି ମୋ କଥା ତମେ ଚିନ୍ତା କରନି। ଏହି ଘଟଣା ପରଠାରୁ ରମେଶ ଗାଁର ଅନ୍ୟ ଲୋକମାନଙ୍କ ପାଖରେ ରାଜୁ ପାଇଁ କାମ ବୁଝିବା ଲାଗି ଗଲା। ହେଲେ ରାଜୁର ବିଷୟରେ ସମସ୍ତେ ଏପରି ଜାଣି କେହି ତାକୁ କାମରେ ରଖିବା ଲାଗି ରାଜି ହେଲେ ନାହିଁ। ତଥାପି ସେ ବହୁତ ଚେଷ୍ଟା କଲା, ହେଲେ ସବୁଠାରେ ବିଫଳ ହେଲା। ରାଜୁର ଏପରି ଅବସ୍ଥା ଦେଖି ରମେଶ ବହୁତ ଚିନ୍ତାରେ ପଡ଼ିଗଲା। ଦିନକୁ ଦିନ ତାର ଦେହ ବହୁତ ଖରାପ ହେବାକୁ ଲାଗିଲା। ରାତି ପାହି ସକାଳ ହେଲା, ହେଲେ ସକାଳୁ ଉଠି ଦେଖିଲା ବେଳକୁ ରାଜୁର ବାପା ଆଉ ଏ ଦୁନିଆରେ ନାହାନ୍ତି। ରାଜୁ ଏଥର ଜାଣିପାରିଲା ବିନା ପରିଶ୍ରମରେ ଉଠେ ଖାଇବାକୁ ମଧ୍ୟ ମିଳିବ ନାହିଁ। ସେହି ଘଟଣା ପରଠାରୁ ରାଜୁ ତାର ଭୁଲ ବୁଝିପାରିଲା। ସେ ଏଥର ମନ ଲଗାଇ କାମ କଲା। ଏମିତିରେ 2 ବର୍ଷ ବିତିଯାଏ। ରାଜୁ ସଞ୍ଚୟ କରି ରଖିଥିବା ପଇସାରେ ସେ ନିଜର ଗୋଟେ ବଡ଼ ସୁନା ଦୋକାନଟିଏ କରେ। ସେ ବଡ଼ ବ୍ୟବସାୟ କରିବାର ସ୍ୱପ୍ନ ତାର ସାକାର ହୁଏ। ଏହି କାହାଣୀରୁ ଆମକୁ ଏହା ଶିକ୍ଷା ମିଳିଲା ଯେ ବିନା ପରିଶ୍ରମରେ ସଫଳତା ପାଇବା ସମ୍ଭବ ନୁହେଁ। ତେଣୁ ସଫଳତା ପାଇବାକୁ ହେଲେ
ଆମକୁ କଠିନ ପରିଶ୍ରମ କରିବାକୁ ହେବ।